ଆଜିର ରାଶିଫଳ ଅଗଷ୍ଟ 13 ତାରିଖ ବୁଧବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ମେଷ, କାମରେ ନୂଆ ଅବସର ମିଳିପାରେ। ବୁଝି ବିଚାରି କଥା କୁହନ୍ତୁ। ବ୍ୟବସାୟରେ ଲାଭ ହେବ। ମନ ଶାନ୍ତି ରହିବ। ଭଲ ଖବର ଆସିପାରେ। ବୃଷ, ପରିବାରରେ ମିଳିତ ଖୁସି ମିଳିପାରେ। ଅନାବଶ୍ୟକ ଖର୍ଚ୍ଚ ରୋକାନ୍ତୁ। ବୁଦ୍ଧିମତ୍ତାରେ ସମସ୍ୟାର ସମାଧାନ ମିଳିବ। ମନରେ ଅଳ୍ପ ଦୁଃଖ ହେବ। ଆଧ୍ୟାତ୍ମିକତା ଉପରେ ଆକର୍ଷଣ ବଢ଼ିବ। ମିଥୁନ, ଦିନରେ ମିଶ୍ର ଫଳ ମିଳିପାରେ। କିଛି କାର୍ଯ୍ୟରେ ବାଧା ଆସିପାରେ। ବ୍ୟବସାୟରେ ଧୈର୍ଯ୍ୟ ଆବଶ୍ୟକ। ପୁରୁଣା ମାନସିକ ଚିନ୍ତା ଦୂର ହେବ। କର୍କଟ, ଧନ ଲାଭର ସମ୍ଭାବନା ଅଛି। ନୂଆ କାମ ଆରମ୍ଭ ପାଇଁ ଦିନ ଭଲ। ପ୍ରେମ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଦୁଃଖ ଭୁଲି ଆଗକୁ ବଢ଼ନ୍ତୁ। ବନ୍ଧୁମାନେ ସାହାଯ୍ୟ କରିପାରନ୍ତି। ସିଂହ, ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନ ଆନନ୍ଦିତ ରହିବ। ସ୍ୱାସ୍ଥ୍ୟ ଭଲରେ ରହିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ଯାତ୍ରା ଯୋଗ ହୋଇପାରେ। ବଡ଼ମାନଙ୍କର ଆଶୀର୍ବାଦ ମିଳିପାରେ। କନ୍ୟା, ଆଶା କରିଥିବା କାମ ଅଧାରେ ଅଟକିପାରେ। ବୃଦ୍ଧି ପାଇଁ ପ୍ରୟାସ ଜାରି ରଖନ୍ତୁ। ନିଜର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ଚିନ୍ତା ଆସିପାରେ। ପ୍ରାର୍ଥନା କରନ୍ତୁ, ଶାନ୍ତି ମିଳିବ। ତୁଳା, କିଛି ପୁରୁଣା ମାନସିକ ଯନ୍ତ୍ରଣା ଶେଷ ହେବ। ମିତ୍ରଙ୍କ ସହ ସମ୍ପର୍କ ଭଲ ହେବ। ଆତ୍ମବିଶ୍ୱାସ ବଢ଼ିବ। କାମ ଅନୁଯାୟୀ ଫଳ ମିଳିବ। ବିଛା, ଧୈର୍ଯ୍ୟ ଏବଂ ସାବଧାନତା ଆବଶ୍ୟକ। ଅନ୍ୟମାନଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। ମନ ଅସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ଅଳ୍ପ ଅସୁବିଧା ଆସିପାରେ। ଧନୁ, ଅଧ୍ୟୟନ ଓ କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଅପରିଚିତ ଲୋକଙ୍କ ସହ ଦୂରତା ରଖନ୍ତୁ। ସମୟ କ୍ଷୟ ହେବାର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଦରକାର। ମକର, ଆଶା ନ କରିଥିବା ଦିଗରୁ କିଛି ଲାଭ ହୋଇପାରେ। ପରିବାରରେ ଶାନ୍ତି ବଢ଼ିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ଜନ୍ମିବ। ବୃଦ୍ଧି ପାଇଁ ଉପଯୁକ୍ତ ଦିନ। ଅତି ଆତ୍ମବିଶ୍ୱାସ ରଖିବା ଠିକ୍ ନୁହଁ। କୁମ୍ଭ, ସମ୍ପର୍କରେ ମିଶ୍ର ଅନୁଭୂତି ହେବ। କାମରେ ନୂଆ ଚିନ୍ତାଧାରା ଆସିପାରେ। ବୃଦ୍ଧି ପାଇଁ ପ୍ରୟାସ କରନ୍ତୁ। ଶତ୍ରୁମାନେ ଦୁର୍ବଳ ହେବେ। ବୃଦ୍ଧି ଓ ନୂଆ ଯୋଜନା ପାଇଁ ସମୟ ଭଲ। ମୀନ, ମନ ଶାନ୍ତ ରହିବ। ଧନ ଲାଭ ହେବାର ସୁଯୋଗ ମିଳିପାରେ। ମିଳିତ କାର୍ଯ୍ୟରେ ସଫଳତା ଆସିପାରେ। ଦୀର୍ଘ ଦିନର ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ଭଲ ରହିପାରେ। ରିପୋର୍ଟ 10 ବଜେ ଟିଭି।